ताहले गायक प्रश्न करिछंती शिव पार्वती शरीर को धरी डेई डेई नाचुंती प्रलय आसव नारायण सुदर्शन चक्र सती शरीर को काटिले मत पाला वाला प्रश्न देकी जाइए मो सान भाई त्रिलोचन 51 खंड होती मो भाईना उत्तर देवे भाईना कहते भल ही था मु तोर बड़ भाई मत कह होता बाबू उत्तर देवे तू भाईना कही कौन खराब हो जाता ना से सम्मान नृसिंह होता ओडिशार सबु गायक को बाद दे छाड़ी ने उत्तर 51 खंड कौठू कौठू काटिला सुदर्शन चक्र काटिला सतींकर शरीर को बही ना ना बही ना कहबी ना ना लिखि देबे बही ना कहबी मिछ बही कहियो सत बही कथा कहबी प्रमाण दौची गोटी गोटी करी टिके सुन कहला दक्षिण पाद को सुदर्शन जे काटिला बांकी गड़े चर्चिका नाम बोलाइला डाहाण पाद को काटिला सुदर्शन फोपाड़िला कहला बांकी गड़े ना है चर्चिका जमी चर्चिका से दिन ठार जगन्नाथ संस्कृति टी मन पका प्रत्येक दिन बड़ देउल प्रभात प्रकाशे जगन्नाथ पादटा लंबी चर्चिका मंदिर चूल जगन्नाथ पादटा पड़ो पादर चिन्ह डाहाण पाद है चर्चिका गला बाम पाद काटिदेला वीर सुदर्शन मो घर पाख बड़म्बा महानदी कूल माँ भट्टारिका देखिए मंदिर भितर को पशिला बेलू मार बाँ पाद गोटे पाद चिन्ह अच्छी पूजा हो बाम पाद पहला कौटी ना बड़म्बार भट्टारिका ना है मन देखिए शुणु पुह कला जुहा पड़ा जे ताल चेर हिंदुला शिखिले पाला हम शिखिले पाला हम कला नाभि मंडल पड़ा जाजपुर ढारे
ଆପଣ ଯେମିତି ବୁଲୁଛନ୍ତି ଯଦି ସିମେଣ୍ଟ ହେଇଥାନ୍ତା ପିଚା ଛିଡ଼ି ଯାଇଥାନ୍ତା। ହଁ ମାର୍ବଲ ବୋଲି ରକ୍ଷା ହେଇଯାଉଛି। ମୁଁ ସବୁବେଳେ କହିଛି ହଁ ଶରୀର ଅସୁସ୍ଥ ହେଲେ ବି ଅନୁଷ୍ଠାନକୁ କହିଥିଲି କାଳିଆ ମାନଙ୍କର ଘଣ୍ଟେ ନନାଙ୍କୁ କହିଥିଲି ମୋର ଘଣ୍ଟେ ମୁଁ ଖଟି ପାରିବିନି କିନ୍ତୁ ହଜାର ହଜାର ଲୋକଙ୍କୁ ଦେଖି ମୋ ଦେହ କେମିତି ଧୀରେ ଧୀରେ ଭଲ ହେଇଯାଉଛି। ହଁ 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 ଆମର ଆଉ 2 ଘଣ୍ଟା ଆମର ଏ ହଜାର ହଜାର ଲୋକଙ୍କୁ ଦେଖିକି ମୋ ଦେହ କେମିତି ଆପେ ଆପେ ଭଲ ହେଲା ଭଳିଆ ଲାଗୁଛି। ଭଲ ହେଇଯିବ ତ। ରହ ମତେ ପଚାରିଛୁ 51ଟା ପୀଠ ମୁଁ 20-22ଟା ପ୍ରମାଣ ଦେଲି। ନା 51ଟା କହିଲା ବସିକି ହାରେ ସମୟ ପଳେଇବ ଆମର। 5ଟା ସଂସ୍କୃତରେ କହିବାକୁ ପଡିବ। ଆଉ 5ଟା ପୀଠକୁ ମୁଁ ସଂସ୍କୃତରେ କହିବି ଏହା ପଚାରିଛି ତ। ଆଉ ମୁଁ କାହିଁକି ଏତେ ପରିଶ୍ରମ କରୁଛି 51 ପୀଠ ନା କହୁଛି ମୋର କଣ କାମ ପୁଅ ଟିକେ ଶୁଣ 5ଟା କଣ 10ଟା କହୁଛି। ବହି ହଉଛି ସଂସ୍କୃତର ଚଣ୍ଡୀ ପାଠ ସପ୍ତଶତୀ ଚଣ୍ଡୀ ପ୍ରମାଣ ଦେଲେ କବି କିଏ କିଏ କୋଉଠି ରହିଲେ ମୁଁ 5ଟା ପୀଠର ନା ଉତ୍ତର ଦଉଛି। କୈଳାସମସ୍ତୁରୁ ମହାକାଳୀ କୋଣାର୍କେ ରାମ ଚଣ୍ଡିକା চর্চিকাস্তু বাঙ্কি গড়ে মহদম্বা ভটারিকা ଆମେ କାହିଁ ଏତେବେଳୁ ପରିଶ୍ରମ କରୁଛେ ଯୋଉଠି ଷୋଳକୁ ଗାଇଥିଲା ସରନ୍ତାଣି। ଆରେ ମୁଁ ପାଲା ଗାଇବା ପୂର୍ବରୁ ପ୍ରଥମେ ଗୋଟେ ଭଲ ପୁରୋହିତ ବୋଲି ବ୍ରାହ୍ମଣ ଥିଲେ। ହଁ ଯଜମାନ ପରେ ରୁଦ୍ରାଭିଷେକ ପରେ ସପ୍ତଶତୀ ଚଣ୍ଡୀ ପାଠ ବି କରେ ବାହାଘର ବ୍ରତଘର ସବୁ କରେ ତାକୁ ପୋଷେଇଲାନି ଆଉ କଣ ନା ନା ଏଟା ପୋଷେଇଲାନି। ଆମେ ସେତେବେଳେ ବ୍ରାହ୍ମଣ ମାନେ ପଳା ଚଳା ଶଳା ଭିତରେ ରହିବ। ପଳା ଚଳା ଶଳା ବୁଝେଇଲାନି କିଛି। ଆରେ ପାଠ ପଢୁଥାଏ ମନେକର ତୋ ଝିଅ ବାହାଘର କରିବାକୁ ଯାଇଛି ବାହାଘର ହବା ପୂର୍ବରୁ ଅଷ୍ଟପାଟି ଆସିକି କିଛି ବାଜୁଥିବ ଡେଇଁ 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 ଡେଉଁଥିବେ ତାଙ୍କ ପାଇଁ ଚିକେନ ମଟନ କରିଦବୁ। ଆଚ୍ଛା ଗୋସେଇ ବି କଣ କରିଦେବୁ କହିବୁ କଣ ଗୋସେଇ ପାଇଁ ନିର୍ବନ୍ଧ ବେଳେ ଯୋଉ ସଜ ବାହାର ଆସ୍ତବ ଯୋଉ ଲଡୁ 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 ଖାସ୍ତା ଗଜା ଜିଲାପି ତାକୁ ଧୋଇ ଦବୁ ସେଟା ଫଙ୍କୁ ମାରି ଯାଇଥିବ ଭାଇ ନା ଏଇ ଆଉ ସିଏ କଣ ଗୋସେଇ ଆଇଁଷ ଖାଆନ୍ତି ମାନେ ଆଉ ଭଲ ଜିନିଷ ନାହିଁ। ଝିଅ ବାହାଘର ସରିବ ମୁଁ କହିବି ଆରେ ବାପା ଦିଲୁଆ ଆଜ୍ଞା ଝିଅ ବାହାଘର ସରିଲା ଦକ୍ଷିଣା ଦଉନୁ କୁଆଡେ ପଳଉଛନ୍ତି ଆପଣ ଯା ପଳା ହୋ ମୁଁ ନେଇକି ପଠେଇଦେବି। କହିଲେ ଆପଣ ବ୍ୟସ୍ତ ହୁଅନ୍ତୁନି ଆଜ୍ଞା ଅଷ୍ଟପାଟି ଯାଇନାହାନ୍ତି ସଜବାଜ ବି ଯାଇନାହାନ୍ତି ସାଇ ଭାଇ କିଛି ଯାଇନି ମୁଁ କଣ ପଇସା ରଖିବି ତମେ ପଳା ଆଉ କଣ ଦେବିନି। ବାହାଘର ବେଦି ଉପରେ ଯେତେବେଳେ ବାହାଘର ହବ ଗୋସେଇ ଲେଖିଦବ 5ଟା ନଡିଆ 3ଟା ଗାମୁଛା ମାତୃପୂଜା ଶାଢୀ ଶାଢୀ ବଦଳରେ ଆଣିଥବ ଯଜମାନ ଖଣ୍ଡେ ସାଲୁକନା 5ଟା ନଡିଆ ବଦଳରେ ଆଣିଥବ ଯୋଡେ 7 କିଲେ ଚାଉଳ ଲେଖିଦବ ଆଣିଥବ 1.5 ମାଣେ। ଗୋସେଇ କହିବ ହେଇ
ଆରେ ଦିଲୁଆ ଏଗୁଡା କାମ ନା ମହାପୁରୁ କେମିତି ପୂଜା ହବ ମଣ୍ଡଳ କେମିତି ପୂଜା ହବ ନା ଭାଇ ନା ତମେ ଜାଣୁଛ ମୁଁ ତ ବ୍ୟସ୍ତ ଭିତରେ ରହିଛି ଜିନିଷ ଯୋଗାଡ଼ କରିପାରିବିନି ଆଉ କଣ ଚଳିବନି ଏଥିରେ ଚଳା 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 ତେଣୁ ଆଗ ଆମେ ଚଳେଇଲୁ ବୋଲିକି ଚଳା ବାହାଘର ସାଇଲା ପରେ କହିଲ ତମେ ପଳା ପଳା 8 ଦିନ ଗଲା 15 ଦିନ ଗଲା ମାସେ ଗଲା ଯାଇ ତମ ଘରେ ପହଞ୍ଚିଲାରେ ଯଜମାନ ତ ଝିଅ ବାହାଘର କଲୁ ଦକ୍ଷିଣାଟା ଆଜି ଦବୁନୁ ନା କେତେ ଥର ଦକ୍ଷିଣା ହଉଛ ହଉ କହିଲ କେତେ ନବ ନା ଟଙ୍କା 3000ଟା ଦେ ସେଥିରେ ଗୋଟିଏ ଗୋଟେ ଆଗୁଆ ପଢା ଭଦ୍ରନକୁ ଦେବେ ତାଙ୍କୁ କେହି ଡାକି ନଦେବେ ସିଏ କହିବେ ଆରେ ହେ ପୁରୀ ତ 3000 ମାଗୁଛନ୍ତି ଦେ 1200 ଟଙ୍କା ଦେ ତାଙ୍କ ବୋପା ପଇସା ଦେଇଥିଲା କହିବେ 1200 ଟଙ୍କା ଦେ 1200 ଟଙ୍କା ଦେ ପୁରୋହିତ କହିବ ନାଇଁ 1200 ହବନି 3000 ହଉଛି ମାନେ 2500 ଟଙ୍କା ଦେ ସେ ଆଗୁଆ ପଢା ଭଦ୍ରନ କହିବ ନାଇଁ ରେ ଗୋସେଇ ଟିକେ କାଟୁଆ ଅଛି ଦେ 1500 କରିଦେ 1500 କରିକି ଦେ ମାନେ ସିଏ ଚାରଣା ଦବନି ସିଏ ବତଉଛି 1500 ନେଇ ଗୋସେଇ ଶେଷରେ କହିବ ନା ନା ହବନି 2200 ରୁ କମ ହେଲେ ଜମା ନେବିନି ହବନି ଶେଷରେ ସେ ଆଗୁଆ ପଢା ଭଦ୍ରନ କରି ଦବ କହିବ ଆଉ ପାଟି କରେନି ରେ ସେ 3000 ରୁ 2200 କୁ ଆଇଲାଣି ଏ ସଳା ଗୋସେଇକି ପାରି ହବନି ତାକୁ 2200 ଦେଇଦେ ଆମେ ଚଳା ବଳା ଶଳା ଦେ এই ଶଳା ବାମୁଣକୁ ଦେଇଦିଅ हे सजन अतएव दक्ष प्रजापतिଙ୍କର କର୍ତ୍ତୃକରେ ହେଇଥିବା ଯଜ୍ଞରେ ମା ସତୀ 51 ଖଣ୍ଡ ହେଇଛନ୍ତି ବଣ୍ଟା ଯାଇଛି ଖଣ୍ଡ ଖଣ୍ଡ ଶରୀର ଦେବତା ମାନେ ସୁଦର୍ଶନ ଚକ୍ରକୁ କାଟିଲା ବେଳେ ଡାକୁଛନ୍ତି ମା ମଙ୍ଗଳମୟୀ हे ମା ଧନ୍ୟ ତୁ ଜନନୀ ବିଶ୍ୱ ରକ୍ଷା କର ପ୍ରଳୟ ନ ହଉ